କ'ଣ କୁମ୍ଭକର୍ଣ୍ଣ ଗୋଟେ ନରଭକ୍ଷକ ରାକ୍ଷସ ଥିଲା? ହଁ, କୁମ୍ଭକର୍ଣ୍ଣର ସାଇଜ୍ ବା ଆକାର ସେ ସମୟରେ ସବୁ ରାକ୍ଷସଙ୍କ ଠାରୁ ବହୁତ ବଡ଼ ଥିଲା। ଆଉ ତାର ଆକାର ଏତେ ବଡ଼ ଥିଲା ଯେ ସେ ଯେତେ ଯାହା ବି ଖାଉଥିଲା ତାର ଭୋକ ମେଣ୍ଟୁ ନଥିଲା। ସେଥିପାଇଁ ତା ସାମ୍ନାରେ ଯାହା ବି ପଡ଼ୁଥିଲା ସେ ଖାଇଯାଉଥିଲା। ସିଏ କେତେ ଅପ୍ସରା, ମୁନି ଋଷି, ମନୁଷ୍ୟ ଏମାନଙ୍କୁ ଖାଇଯାଉଥିଲା। ଆଉ ତାପରେ ପୁରା ତିନି ଲୋକମାନେ ବ୍ୟତିବ୍ୟସ୍ତ ହୋଇ ଯାଇ ଇନ୍ଦ୍ରଙ୍କ ପାଖରେ ଶରଣ ବସିଲେ। ଆଉ ଇନ୍ଦ୍ରଦେବ ତା ଉପରେ ବଜ୍ର ପ୍ରହାର କରିଥିଲେ। ଆଉ ସେଥିରେ ବିରକ୍ତ ହୋଇ ସିଏ ଐରାବତ ହସ୍ତୀର ଗୋଟେ ଦାନ୍ତକୁ ଭାଙ୍ଗି ଓଲଟା ଇନ୍ଦ୍ରଦେବଙ୍କ ଉପରକୁ ପ୍ରହାର କଲା। ତ ଇନ୍ଦ୍ରଦେବ ଯାଇ ବ୍ରହ୍ମାଙ୍କ ପାଖରେ ପହଞ୍ଚିଲେ। ଆଉ ବ୍ରହ୍ମା ସେତେବେଳେ ତାକୁ ଅଭିଶାପ ଦେଇଥିଲେ କି ସିଏ ମୁର୍ଦାର ପ୍ରାୟ ଶୋଇ ରହିବ ବୋଲି। କିନ୍ତୁ ରାବଣର ଅନୁରୋଧ କ୍ରମେ ପରେ ବ୍ରହ୍ମଦେବ ତାର ଅଭିଶାପକୁ ବଦଳାଇ ଦେଲେ। ଆଉ ଏଇଆ କହିଲେ କି ସିଏ 6 ମାସ ଶୋଇବ ଆଉ ମାତ୍ର ଗୋଟିଏ ଦିନ ଉଠିବ। ଆଉ ଯେଉଁ ଦିନ ଉଠିବ ସେ ଯାହା ଚାହିଁବ ତାହା ଖାଇପାରିବ। ଏବେ ଆପଣ ମୋତେ କମେଣ୍ଟରେ ଜଣାନ୍ତୁ କୁମ୍ଭକର୍ଣ୍ଣର ବଧ କିଏ କରିଥିଲେ? ଜୟ ଶ୍ରୀରାମ।